जय जगन्नाथ पिलाମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍‌କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଆମେ ଦେଖିବେ କି ସତ୍ୟଶୋଧକ ସମାଜର ଆଉ ଜଣେ ସମାଜ ସଂସ୍କାରଙ୍କ ବିଷୟରେ ଏବଂ ସେ କେମିତି ସମାଜରେ କ'ଣ କ'ଣ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆଣିଥିଲେ ତ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍‌ଟୁ ଷ୍ଟାର୍ଟ କରିବା ଏବଂ ନାରାୟଣ ଗୁରୁ ବା ଯିଏକି ସତ୍ୟଶୋଧକ ସମାଜର ଆଉ ଜଣେ ସଂସ୍କାରକ ଥିଲେ ତ ତାଙ୍କ ବିଷୟରେ ଆଲୋଚନା କରିବା। ତ ଦେଖ ପିଲାମାନେ ନାରାୟଣ ଗୁରୁ ତ ଶ୍ରୀ ନାରାୟଣ ଗୁରୁ ଅଗଷ୍ଟ 20 1856 ମସିହାରେ ତିରୁବନନ୍ତପୁରମର ଚେମ୍ପଜାନ୍ଥି ଗ୍ରାମରେ ତତ୍କାଳୀନ ଅସ୍ପୃଶ୍ୟ ଏଭାବା ଜାତିର ଏକ ମଧ୍ୟବିତ୍ତ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତ ଆମେ ଯଦି ଶ୍ରୀ ନାରାୟଣ ଗୁରୁଙ୍କ ବିଷୟରେ ଯଦି ଦେଖିବା ତ ସେ କେବେ ନା ଅଗଷ୍ଟ 20 ତାରିଖ 1856 ମସିହାରେ ତିରୁବନନ୍ତପୁରମର ଚେମ୍ପଜାନ୍ଥି ଗ୍ରାମରେ ଗୋଟେ ଅସ୍ପୃଶ୍ୟ ଏଭାବା ଜାତିରେ ସେ ଗୋଟେ ମଧ୍ୟବିତ୍ତ କୃଷକ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ପିତାମାତା ମଦନାସନ ଓ କୁଟିଆମାଙ୍କ ଏକମାତ୍ର ପୁତ୍ର ଥିଲେ। ତ ତାଙ୍କ ବାପାଙ୍କ ନାମ ଥିଲା କ'ଣ ନା ମଦନାସନ ଏବଂ ତାଙ୍କ ମାଆ ଥିଲା କ'ଣ କୁଟିଆମା। ତ ସେ ଏକମାତ୍ର ପୁତ୍ର ଥିଲେ। ସେ ଗ୍ରାମ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ପାଇଥିଲେ। ତ ଶ୍ରୀ ନାରାୟଣ ଗୁରୁ ତାଙ୍କ ଗାଁ ସ୍କୁଲରୁ ସେ ତାଙ୍କର ପ୍ରାଇମେରୀ ଏଜୁକେସନ୍ ବା ପ୍ରାଥମିକ ଶିକ୍ଷା ପାଇଥିଲେ। ସେ ରମଣ ପିଲାଇ ଆସନ ଜଣେ ଲୋକଙ୍କ ନାଁ ହେଲା ରମଣ ପିଲାଇ ଆସନ ନାମକ ଜଣେ ସଂସ୍କୃତ ବିଦ୍ୱାନଙ୍କ ଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ ଏବଂ ସଂସ୍କୃତ ଶାସ୍ତ୍ର ଏବଂ ବୈଦିକ ଦର୍ଶନରେ ଭଲ ଭାବରେ ଜ୍ଞାନୀ ହୋଇଥିଲେ। ତ କ'ଣ ହେଲା ପିଲାମାନେ ତ ତାଙ୍କର ଗୁରୁ କିଏ ଥିଲେ ସଂସ୍କୃତର ଗୁରୁ ନା ରମଣ ପିଲାଇ ଆସନ। ତ ତାଙ୍କଠାରୁ ସେ ଜଣେ ଥିଲେ କ'ଣ ସଂସ୍କୃତ ବିଦ୍ୱାନ। ତ ତାଙ୍କଠାରୁ ନାରାୟଣ ଗୁରୁ ସଂସ୍କୃତ ଶିକ୍ଷା ପାଇଲେ ଏବଂ ସଂସ୍କୃତ ଶାସ୍ତ୍ର ଆଉ ବୈଦିକ ଦର୍ଶନରେ ସେ ବହୁତ ଭଲ ଭାବରେ ଜ୍ଞାନୀ ହୋଇଥିଲେ। କିଛି ସମୟ ପାଇଁ ସେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ଗରିବ ଛାତ୍ରମାନଙ୍କୁ ପାଠ ପଢ଼ାଉଥିଲେ ଏବଂ ଲୋକମାନେ ତାକୁ ନାନୁ ଆସନ ବୋଲି ଡାକୁଥିଲେ। ତାଙ୍କୁ କ'ଣ କୁହାଯାଉଥିଲା ନା ନାନୁ ଆସନ। କାହାକୁ ନା ନାରାୟଣ ଗୁରୁ କୁହାଯାଉଥିଲା ନାନୁ ଆସନ। ତ ଆସନ ଅର୍ଥ ହେଲା ଶିକ୍ଷକ। ନାନୁ ମାନେ କ'ଣ ନାରାୟଣକୁ ନାନୁ ହେଇଯାଇଛି ସେଠି। ତ ନାନୁ ଆସନ ବା ନାନୁ ଶିକ୍ଷକ ବୋଲି କୁହାଯାଉଥିଲା। ସେ ଚଟାମ୍ପି ସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଯିଏ ତାଙ୍କୁ ଥାଇକୋଡ଼ ଆୟାଭୁ ନାମକ ଜଣେ ଯୋଗଗୁରୁଙ୍କ ସହିତ ପରିଚିତ କରାଇଥିଲେ। ତାଙ୍କ ଅଧୀନରେ ନାନୁ ହଠ ଯୋଗ ଏବଂ ଧ୍ୟାନ ସମେତ ଯୋଗ ବିଷୟରେ ମଧ୍ୟ ସେ ଦକ୍ଷ ହୋଇଥିଲେ। ତାପରେ ସେ ମଧ୍ୟ କ'ଣ ଯୋଗ ଶିକ୍ଷାରେ ମଧ୍ୟ ଦକ୍ଷ ହୋଇଯାଇଥିଲେ। ସେ ନାରାୟଣ ବ୍ରାହ୍ମଣ ପ୍ରଭୁତ୍ୱ ଉପରେ ଏକ ଆହ୍ୱାନ ଦେଇଥିଲେ। ତ ଯେଉଁ ବ୍ରାହ୍ମଣମାନଙ୍କର ସମାଜରେ ପ୍ରଭୁତ୍ୱ ରହିଛି ତାପରେ ସେ ଗୋଟେ ଆହ୍ୱାନ ଦେଇଥିଲେ। କ'ଣ ଆହ୍ୱାନ ଦେଇଥିଲେ ନା ପ୍ରଥମ କ୍ରାନ୍ତିକାରୀ ପଦକ୍ଷେପ ସ୍ୱରୂପ ସେ ନିଜେ 1888 ମସିହାରେ ଆରଭିପୁରମଠାରେ ବା ଆରଭିପୁରମରେ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ପ୍ରତିଷ୍ଠା କରିଥିଲେ। ତ ସେ କ'ଣ କରୁଥିଲେ ନା ପିଲାମାନେ ତ ଯେଉଁ ବ୍ରାହ୍ମଣର ପ୍ରଭୁତ୍ୱ ଉପରେ ଯେଉଁ ଗୋଟେ ଆହ୍ୱାନ ଦେଇଥିଲେ ସେ ତା ପ୍ରତି ରୂପ ମାନେ ପଦକ୍ଷେପ ସ୍ୱରୂପ ସେ 1888 ମସିହାରେ ଆରଭିପୁରମରେ ସେ ଗୋଟେ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଗୋଟେ ମନ୍ଦିର ପ୍ରତିଷ୍ଠା କରିଥିଲେ। ବ୍ରାହ୍ମଣମାନେ ପଚାରିବାରୁ ସେ ଉତ୍ତର ଦେଇଥିଲେ ଯେ ତାଙ୍କ ସମ୍ପ୍ରଦାୟର ଜଣେ ଶିବଙ୍କୁ ପ୍ରତିଷ୍ଠା କରୁଛନ୍ତି। ତ ତାଙ୍କ ସମ୍ପ୍ରଦାୟର ହିଁ ସେ ଜଣେ ଶିବଙ୍କୁ ପ୍ରତିଷ୍ଠା କରୁଛନ୍ତି ସେ କହିଲେ। ସେ ନିଜେ ପ୍ରତିଷ୍ଠା କରୁଛନ୍ତି ବୋଲି ନ କହିକି ତାଙ୍କ ସମ୍ପ୍ରଦାୟର ବା ଏଇ ବାବା ତାଙ୍କର କ'ଣ ନା ଆମର ଯେଉଁ ତାଙ୍କର କ'ଣ ଗୋଟେ ଥିଲା ଏଝାଭା ଜାତିର ସେ ଯେଉଁ ଜଣେ ସମ୍ପ୍ରଦାୟର ବା ଏଭାବା ଜାତିର ଜଣେ ଶିବଙ୍କୁ ପ୍ରତିଷ୍ଠା କରିଛନ୍ତି ବୋଲି ସେ କହିଲେ। ତ 1921 ମସିହାରେ ଆଲୁଭାରେ ଅନୁଷ୍ଠିତ ଅଖିଳ କେରଳ ଭାତୃତ୍ୱ ସମ୍ମିଳନୀରେ ସେ ତାଙ୍କର ପ୍ରସିଦ୍ଧ ବାର୍ତ୍ତା ଏକ ଜାତି ଏକ ଧର୍ମ ମାନବ ଜାତି ପାଇଁ ଏକ ଈଶ୍ୱର ଘୋଷଣା କରିଥିଲେ। ଯାହା ଜାତି ଏବଂ ଧର୍ମ ନାମରେ ଭାଙ୍ଗିବା ପରିବର୍ତ୍ତେ ମାନବ ଜାତିକୁ ଏକତ୍ର ହେବାକୁ ଏକ ସ୍ପଷ୍ଟ ଆହ୍ୱାନ ଥିଲା। ତ ସେ 1921 ମସିହାରେ ହେଲା ପିଲାମାନେ 1921 ମସିହାରେ ଗୋଟେ ସମ୍ମିଳନୀ ହେଇଥିଲା କ'ଣ ନା ଆଲୁଭାଠାରେ ଅଖିଳ କେରଳ ଭାତୃତ୍ୱ ସମ୍ମିଳନୀ। ତ ସେଠି ସେ ଯୋଗ ଦେଇ କହିଥିଲେ ଯେ ଏକ ଜାତି ଏକ ଧର୍ମ ଏବଂ ମାନବ ଜାତି ପାଇଁ ଏକ ଈଶ୍ୱର ହେଲା। ମାନବ ଜାତି ପାଇଁ ହେଉଛି ଏକ ଜାତି ଏବଂ ମାନବ ଜାତି ହେଉଛି ଏକ ଧର୍ମ ଓ ମାନବ ଜାତି ହେଉଛି ଏକ ଈଶ୍ୱର। ସେ ଯେଉଁ ଘୋଷଣା କରିଥିଲେ ସେଥିଦ୍ୱାରା କ'ଣ ହେଇଥିଲା ନା ଯାହା ଜାତି ଓ ଧର୍ମ ନାମରେ ଭାଙ୍ଗିବା ପରିବର୍ତ୍ତେ ସେଇଟା ମାନବ ଜାତି ଗୋଟେ ସେ କ'ଣ ଏକତ୍ର ବା ସୁଦୃଢ଼ ହେବାକୁ ସେଇଟା ସ୍ପଷ୍ଟ ଆହ୍ୱାନ ଦେଇଥିଲା। 1924 ମସିହାରେ ଆଲୁଭାରେ ଧର୍ମ ସଂଶୋଧନ ନାମରେ ଏକ ଧାର୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ସେହି ସମ୍ମିଳନୀରେ ସେ ସାର୍ବଜନୀନ ବାର୍ତ୍ତା ଦେଇଥିଲେ ଯେ ସମସ୍ତ ଧର୍ମର ଚୂଡ଼ାନ୍ତ ଲକ୍ଷ୍ୟ ସମାନ ଏବଂ ବିଭିନ୍ନ ଧର୍ମର ଅନୁଗାମୀମାନେ ପାରସ୍ପରିକ ଦ୍ୱନ୍ଦ୍ୱରେ ପଡ଼ିବାର କୌଣସି ଆବଶ୍ୟକତା ନାହିଁ। ତ ସମସ୍ତ ଧର୍ମର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ସମାନ। ତ ସେଥିପାଇଁ ଆମେ ଯେଉଁ ଧର୍ମକୁ ଅନୁଗାମ କରୁଛି ବା ଅନୁଗାମୀ କରୁଛି ତ ସେମାନେ ଦ୍ୱନ୍ଦ୍ୱରେ ପଡ଼ିବାଟା କିଛି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ। ତ 1925 ମସିହାରେ ଗୁରୁ ପ୍ରସିଦ୍ଧ ଭାଇକୋମ ସତ୍ୟାଗ୍ରହ ଆନ୍ଦୋଳନକୁ ସେ ସମର୍ଥନ କରିଥିଲେ। ଯାହା ଭାଇକୋମର ଶିବ ମନ୍ଦିର ଏବଂ କେରଳର ସମସ୍ତ ମନ୍ଦିରରେ ନିମ୍ନ ଜାତିର ଲୋକଙ୍କୁ ପ୍ରବେଶ ପାଇଁ ଦାବି ଥିଲା। ତ ଯେଉଁ ଭାଇକୋମ ସତ୍ୟାଗ୍ରହ ମାନେ କ'ଣ ନା ଅସ୍ପୃଶ୍ୟ ଜାତିମାନେ ବା
ନିମ୍ନ ଜାତିର ଲୋକମାନେ ମଧ୍ୟ ମନ୍ଦିରରେ ଯେଉଁ ପ୍ରବେଶ କରିବାର ଦାବି କରିଥିଲେ ସେଥିରେ ସେ ସମର୍ଥନ କରିଥିଲେ ସେ ଦାବିକୁ। ଏହି ସମୟରେ ମହାତ୍ମା ଗାନ୍ଧୀ ଭାଇକମ୍ ସତ୍ୟାଗ୍ରହକୁ ସମର୍ଥନ କରିବା ପାଇଁ କେରଳ ଗସ୍ତ କରୁଥିଲେ ଏବଂ ଶିବଗିରି ଆଶ୍ରମରେ ଗୁରୁଙ୍କୁ ଭେଟିଥିଲେ। ତ ନାରାୟଣ ଗୁରୁ ମଧ୍ୟ କିଏ ମହାତ୍ମା ଗାନ୍ଧୀ ଭେଟିଥିଲେ ଏବଂ ଦୁଇ ସନ୍ଥ ଜାତି ଏବଂ ଅସ୍ପୃଶ୍ୟତା ପ୍ରସଙ୍ଗ ଉପରେ ଆକର୍ଷଣୀୟ ଆଲୋଚନା ମଧ୍ୟ ସେମାନେ କରିଥିଲେ। ତ ଆମେ ନାରାୟଣ ଗୁରୁଙ୍କ ବିଷୟରେ ପିଲାମାନେ କିଛି ଜାଣିଲେ। ତ ତାଙ୍କର ସମାଜ ସଂସ୍କାର ମାନେ କହିବାକୁ ଗଲେ ସେ କ'ଣ ତାଙ୍କର ସବୁଠୁ ଷ୍ଟେଟମେଣ୍ଟ ଥିଲା ମାନେ ଯେଉଁ ଏକ ଜାତି ଏକ ଧର୍ମ ମାନବ ଜାତି ପାଇଁ ଏକ ଈଶ୍ୱର। ତ ଏଇଟା ଥିଲା ସବୁଠୁ ତାଙ୍କର ପ୍ରସିଦ୍ଧ ବାର୍ତ୍ତା। ତ ତାପରେ ସେ ମହାତ୍ମା ଗାନ୍ଧୀଙ୍କ ସହିତ ମିଶିଥିଲେ ଏବଂ ଭାଇକମ୍ ଜାତିର ଭାଇକମ୍ ସତ୍ୟାଗ୍ରହର ଗୋଟେ ନେତୃତ୍ୱରେ ସେ ଭାଇକମ୍ ସତ୍ୟାଗ୍ରହର ସେ ସମର୍ଥକ ଥିଲେ ଏବଂ ସେ ମାନେ କ'ଣ ନିମ୍ନ ଜାତିର ଲୋକମାନଙ୍କୁ ଯେମିତି ମନ୍ଦିର ପ୍ରବେଶ ପାଇଁ ସମର୍ଥନ କରିଥିଲେ ବା ଦାବି କରିଥିଲେ। ତ ଡକ୍ଟର ଭୀମରାଓ ଆମ୍ବେଦକର ତ ସମସ୍ତେ ଜାଣିଛ ପିଲାମାନେ ଯିଏକି ଆମ ସମ୍ବିଧାନର ପିତା। ତ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ବିଷୟରେ କିଏ ବା ନ ଜାଣେ ତାହେଲେ ଦେଖିବା ପିଲାମାନେ କ'ଣ ସେ ସମାଜ ସଂସ୍କାରରେ କିଛି ମୂଲ୍ୟବାନ ପଦକ୍ଷେପ ନେଇଛନ୍ତି ଦେଖିବା। ଡକ୍ଟର ବିଆର୍ ଆମ୍ବେଦକର ଜାତିଗତ ବୈଷମ୍ୟ ଏବଂ ଅସ୍ପୃଶ୍ୟତା ବିରୁଦ୍ଧରେ ଲଢ଼େଇର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ଯଦି ଆମେ କହିବା ତ ଜାତିଗତ ବୈଷମ୍ୟ ଏବଂ ଅସ୍ପୃଶ୍ୟତା ବିରୁଦ୍ଧରେ ଯଦି କିଏ ଯଦି ସବୁଠାରୁ ପୁରୁଖା ନେତା ଥିଲେ ବା ସବୁଠାରୁ ସୁଦୃଢ଼ ନେତା ଥିଲେ ସେ ଥିଲେ ବିଆର୍ ଆମ୍ବେଦକର। ଏହି ସାମାଜିକ କୁକର୍ମ ଦୂର କରିବା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଏ ଯେଉଁ ସାମାଜିକ କୁକର୍ମ ବା ଯେମିତି ଆମର କହିବା ଜାତିଗତ ବୈଷମ୍ୟ ବା ଅସ୍ପୃଶ୍ୟତାକୁ ହଟେଇବାରେ ସବୁଠାରୁ ବଡ଼ ଅବଦାନ ଥିଲା ଭୀମରାଓ ଆମ୍ବେଦକରଙ୍କର। ସେ ନଭେମ୍ବର 1917ରେ ବମ୍ବେର ଦଳିତ ଜାତି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଯାହା ଅସ୍ପୃଶ୍ୟଙ୍କ ସରକାରୀ ସୁରକ୍ଷା ଏବଂ ବିଧାନସଭାରେ ସମାନୁପାତିକ ପ୍ରତିନିଧିତ୍ୱ ପାଇଁ ସମର୍ଥନ କରିଥିଲା। ସେ କ'ଣ ନା ମାନେ ସେ ଅସ୍ପୃଶ୍ୟମାନଙ୍କ ପାଇଁ ସେ ଏତେ ହେଇଯାଇଥିଲେ ଯେ ସେ ଅସ୍ପୃଶ୍ୟମାନଙ୍କ ଭଗବାନ ସ୍ୱରୂପ ସବୁ କାର୍ଯ୍ୟ କରୁଥିଲେ ହେଲା। ସେ ଅସ୍ପୃଶ୍ୟଙ୍କ ସରକାରୀ ସୁରକ୍ଷା ଏବଂ କ'ଣ ନା ବିଧାନସଭାରେ ସମାନୁପାତିକ ପ୍ରତିନିଧିତ୍ୱ ପାଇବା ପାଇଁ ସେ ସମର୍ଥନ କରିଥିଲେ ମାନେ କ'ଣ ନା ଦଳିତ ଜାତି ସମ୍ମିଳନୀରେ। ତ ମାର୍ଚ୍ଚ 1918ରେ ବରୋଦାର ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ବୃହତ ଅଖିଳ ଭାରତ ଦଳିତ ବର୍ଗ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯାହାର ଲକ୍ଷ୍ୟ ଥିଲା ଅସ୍ପୃଶ୍ୟତାକୁ ଦୂର କରିବା। ତ ବିଭିନ୍ନ ଗୁଡ଼ିଏ କ'ଣ ସଭା ସମିତିରେ ସେ ଯୋଗଦାନ କରୁଥିଲେ। କ'ଣ ନିମ୍ନ ଜାତିର ବା ଅସ୍ପୃଶ୍ୟମାନଙ୍କ ପାଇଁ ବହୁତ ଲଢ଼ୁଥିଲେ ହେଲା। ଲୋକ ସରକାରଙ୍କୁ ମଧ୍ୟ କ'ଣ ବହୁତ ଚିଠିପତ୍ର ମଧ୍ୟ କହିକି କେମିତି ଅସ୍ପୃଶ୍ୟତା ବନ୍ଦ କରାଯାଉ ସେଥିପାଇଁ ମଧ୍ୟ ସେ ତାଙ୍କର କ'ଣ ଭୂମିକା ରହିଥିଲା। ଆମ୍ବେଦକର ମହାଡ଼ ସତ୍ୟାଗ୍ରହ ଏବଂ କାଳିରାମ ମନ୍ଦିର ଆନ୍ଦୋଳନ ଭଳି ଆନ୍ଦୋଳନ ନେତୃତ୍ୱ ନେଇଥିଲେ ଯାହା ଦଳିତଙ୍କ ସାର୍ବଜନୀନ ସମ୍ବଳ ବ୍ୟବହାର ଏବଂ ମନ୍ଦିରରେ ପ୍ରବେଶ କରିବାର ଅଧିକାର ଦୃଢ଼ କରିବା ପାଇଁ ଥିଲା ଯାହା ସାର୍ବଜନୀନ ସକ୍ରିୟତାର ଶକ୍ତି ପ୍ରଦର୍ଶନ କରିଥିଲା। ସେ କ'ଣ ନା ଆମ୍ବେଦକର ମହାଡ଼ ସତ୍ୟାଗ୍ରହ ଏବଂ କାଳିରାମ ମନ୍ଦିର ଆନ୍ଦୋଳନ ମଧ୍ୟ ଯୋଗଦାନ କରିଥିଲେ ଯୋଗଦାନ କରି ସେଥିରୁ ସେ ନେତୃତ୍ୱ ହୋଇଥିଲେ ବା ସେ ତା'ର ନେତୃତ୍ୱ ନେଇଥିଲେ ଯାହା ଦଳିତଙ୍କ ସାର୍ବଜନୀନ ସମ୍ବଳ ବ୍ୟବହାର ଏବଂ ମନ୍ଦିରରେ ପ୍ରବେଶ କରିବାର ଅଧିକାର ମାନେ ଦଳିତମାନେ କ'ଣ ସମ୍ବଳର ବ୍ୟବହାର କରିପାରିବେ ସାର୍ବଜନୀନ ସମ୍ବଳ ବା ଯେମିତି କୂଅ ପୋଖରୀ ଏଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ ଏବଂ ମନ୍ଦିରରେ ପ୍ରବେଶ ମଧ୍ୟ କରିପାରିବେ। ତ ଏହି ଅଧିକାରଟା ମଧ୍ୟ ସେ ପାଇଥିଲେ। ଦଳିତ ଆନ୍ଦୋଳନର ଇତିହାସରେ 1927 ମସିହାର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ ଏଇ ଟାଇମ୍ଟା ବହୁତ ଇମ୍ପୋର୍ଟାଣ୍ଟ ଟାଇମ୍। ବମ୍ବେ ବିଧାନସଭା ପରିଷଦରେ ଏସ୍କେ ବୋଲେ ଏକ ପ୍ରସ୍ତାବ ମାଧ୍ୟମରେ ଅସ୍ପୃଶ୍ୟମାନଙ୍କ ପାଇଁ ସାର୍ବଜନୀନ ଜଳ ଉତ୍ସ କୂଅ ସରକାରୀ ଧର୍ମଶାଳା ସରକାରୀ ସ୍କୁଲ ସ୍କୋର୍ଟ କାର୍ଯ୍ୟାଳୟ ଏବଂ ଔଷଧାଳୟ ବ୍ୟବହାର କରିବାକୁ ଦାବି କରିଥିଲେ। ତ କ'ଣ କରିଥିଲେ ନା ଯେଉଁ ଗୋଟେ ବମ୍ବେ ବିଧାନସଭା ପରିଷଦରେ ଏସ୍କେ ବୋଲେ ବୋଲି ଜଣେ ସେ ମଧ୍ୟ ଗୋଟେ ଗୋଟେ ସମାଜସେବୀ ବା ଯେ ଗୋଟେ ସ୍ୱାଧୀନତା ସଂଗ୍ରାମୀ। ତ ସେ କ'ଣ ଗୋଟେ ପ୍ରସ୍ତାବ କଲେ ନା ଅସ୍ପୃଶ୍ୟମାନଙ୍କ ପାଇଁ ଯେ ସାର୍ବଜନୀନ ଜଳ ଉତ୍ସ କୂଅ ସରକାରୀ ଧର୍ମଶାଳା ସରକାରୀ ସ୍କୁଲ କୋର୍ଟ କାର୍ଯ୍ୟାଳୟ ତା ସହିତ ଔଷଧାଳୟ ମଧ୍ୟ ବ୍ୟବହାର କରିବାକୁ ସେ ଦାବି କରିଥିଲେ। ତ 11 ସେପ୍ଟେମ୍ବର 1923ର ସରକାରୀ ଆଦେଶ ଅନୁଯାୟୀ ଉକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିଲା। ତ ଏଇ ଯେଉଁ ସରକାରୀ ଆଦେଶ ଅନୁଯାୟୀ ଏଇଟା କାର୍ଯ୍ୟକାରୀ ହେଲା। ଏଇ ଯେଉଁ ଆମର ଏତିକି ଯେଉଁ ଏସ୍କେ ବୋଲେ କହିଥିଲେ। ତ କିନ୍ତୁ ସ୍ଥାନୀୟ ସଂସ୍ଥା ଏବଂ ପୌରବୋର୍ଡ଼ ଏହି ଆଦେଶକୁ ଅବମାନନା କରି ଦଳିତମାନଙ୍କୁ ନାଗରିକ ଅଧିକାରରୁ ବଞ୍ଚିତ କରିଥିଲେ। ଦେଖ ସରକାର ସିନା କରିଥିଲେ କିନ୍ତୁ ଯେଉଁ ସ୍ଥାନୀୟ ଲୋକମାନେ ଥିଲେ ବା ସ୍ଥାନୀୟ ପୌରବୋର୍ଡ଼ ବା ସ୍ଥାନୀୟ ସଂସ୍ଥାଗୁଡ଼ିକ ଏଇଟା ମାନିନଥିଲେ। ଡକ୍ଟର ଆମ୍ବେଦକରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରାୟ 10,000 ପ୍ରତିନିଧି ସେମାନଙ୍କର ମୌଳିକ ଅଧିକାର ବ୍ୟବହାର କରିବା ପାଇଁ ମହାରାଷ୍ଟ୍ରର ମହାଡ଼ରେ ପାଣି ପିଇବା ପାଇଁ ଚାବଦାର ପୋଖରୀ ଆଡ଼କୁ ପଦଯାତ୍ରା କରିଥିଲେ। ତ 10,000 ପ୍ରତିନିଧି ହେଲା ତ କ'ଣ ଥିଲା ନା ତାଙ୍କର ମୌଳିକ ଅଧିକାର ପାଇବା ପାଇଁ ମହାରାଷ୍ଟ୍ରର ମହାଡ଼ରେ ପାଣି ପିଇବା ପାଇଁ ଚାବଦାର ପୋଖରୀ ଆଡ଼କୁ ସେ ପଦଯାତ୍ରା କରିଥିଲେ। ଦେଖ ସେମାନେ ମଧ୍ୟ ଦଳିତ ମାନେ ମଧ୍ୟ ଆମ୍ବେଦକର ବହୁତ ଭଲ ପାଉଥିଲେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିଲେ।
1930 ମସିହାରେ ଡକ୍ଟର ବିଆର୍ ଆମ୍ବେଦକରଙ୍କ ନେତୃତ୍ୱରେ ହୋଇଥିବା କାଲାରାମ ମନ୍ଦିର ପ୍ରବେଶ ଆନ୍ଦୋଳନ, ଯାହାକୁ ନାସିକ ସତ୍ୟାଗ୍ରହ ମଧ୍ୟ କୁହାଯାଏ, ଭାରତୀୟ ନାଗରିକ ଅଧିକାର ଆନ୍ଦୋଳନର ସେ ଗୋଟେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା। ସେ ସମୟରେ କ'ଣ ଭାରତୀୟମାନଙ୍କର ଯେଉଁ ମୌଳିକ ଅଧିକାର ରହିଛି ବା ନାଗରିକ ଅଧିକାର ରହିଛି, ସେଥିପାଇଁ ମଧ୍ୟ ସେ ଗୋଟେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ସେ ଯେଉଁ ନାସିକ ଆନ୍ଦୋଳନ। ତ ଏହାର ପ୍ରାଥମିକ ଲକ୍ଷ୍ୟ ଥିଲା ମହାରାଷ୍ଟ୍ର ନାସିକ ସ୍ଥିତ କାଲାରାମ ମନ୍ଦିରରେ ଦଳିତମାନଙ୍କୁ ପ୍ରବେଶ ଏବଂ ପୂଜା କରିବାର ଅଧିକାର ସୁରକ୍ଷିତ କରିବା। ତ ଏଇ ଯେଉଁ ନାସିକ ସତ୍ୟାଗ୍ରହ ଗୋଟେ ଉଦ୍ଦେଶ୍ୟ କ'ଣ ଥିଲା ନା, ନାସିକ ସତ୍ୟାଗ୍ରହର ଉଦ୍ଦେଶ୍ୟ ଥିଲା କି କାଲାରାମ ମନ୍ଦିରରେ ଦଳିତମାନଙ୍କର ପ୍ରବେଶ ଏବଂ ପୂଜା କରିବାର ଯେଉଁ ଅଧିକାରଟାକୁ ସୁରକ୍ଷିତ ରଖିବା। ସେ ସମୟରେ ଭାରତୀୟ ସମାଜରେ ପ୍ରଚଳିତ ଜାତିଭିତ୍ତିକ ବୈଷମ୍ୟକୁ ଆହ୍ୱାନ କରିବା ପାଇଁ ଏହା ଏକ ମହାନ ପଦକ୍ଷେପ ଥିଲା। ତ ଯେଉଁ ସେଇ ସମୟରେ କ'ଣ ମାନେ କ'ଣ ଏବେ ତ ପ୍ରାୟ କମିଗଲାଣି ଟିକେ ଅସ୍ପୃଶ୍ୟତା ବା ଆମେ ଯଦି ଦେଖିବା, କିନ୍ତୁ ସେଇ ସମୟରେ କ'ଣ ପିଲା ଅସ୍ପୃଶ୍ୟତା ବା ଜାତିଭିତ୍ତିକ ବୈଷମ୍ୟଟା ବହୁତ ଚାଲିଥିଲା। ତ ସେଇଟାକୁ ଆହ୍ୱାନ କରିବା ପାଇଁ ଏହା ଗୋଟେ ବହୁତ ବଡ଼ ପଦକ୍ଷେପ ଥିଲା। ଏହି ଆନ୍ଦୋଳନ ଅସ୍ପୃଶ୍ୟତାର ବ୍ୟାଖ୍ୟା ପ୍ରଥାରୁ ଆରମ୍ଭ ହୋଇଥିଲା ହେଲା। ତ ଯେଉଁ ପ୍ରଥା ଦଳିତମାନଙ୍କୁ ମନ୍ଦିର ସମେତ ସାର୍ବଜନୀନ ସ୍ଥାନରେ ପ୍ରବେଶ କରିବାକୁ ମନା କରିଥିଲା। ତ ଏ ଯେଉଁ ବ୍ୟାପକ ମାନେ କ'ଣ କହିଲା ନା, ଯେଉଁ ଆନ୍ଦୋଳନଟା ଅସ୍ପୃଶ୍ୟତାର ବ୍ୟାପକ ପ୍ରଥାରୁ ଆରମ୍ଭ ହୋଇଥିଲା ହେଲା। ସେ ଗୋଟେ ବହୁତ ବଡ଼ ପ୍ରଥାରୁ, ଯେଉଁଟାକି ଯେଉଁ ପ୍ରଥାଟା କ'ଣ ଦଳିତମାନଙ୍କୁ ମନ୍ଦିର ସମେତ କୌଣସି ସାର୍ବଜନୀନ ସ୍ଥାନରେ ପ୍ରବେଶ କରିବାକୁ ଦେଉନଥିଲା ବା ମନା କରିଥିଲା। ଲକ୍ଷ୍ୟ ଥିଲା ଦଳିତମାନଙ୍କ ପୂଜା ଏବଂ ସମାନତାର ଅଧିକାରକୁ ସାବ୍ୟସ୍ତ କରିବା। ଭାରତର ନାଗରିକ ଅଧିକାର ଉପରେ ଆଲୋଚନା ଓ ଗଠନ କରିବାର ନାସିକ ସତ୍ୟାଗ୍ରହକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଏ। ତ କ'ଣ କହିଲେ ନା ପିଲାମାନେ, ଭାରତର ଯେଉଁ ନାଗରିକ ଅଧିକାର ଉପରେ ଆଲୋଚନାକୁ ଯିଏ ଗଠନ କରେ, ମାନେ ଏଇଠାରୁ ହିଁ ଷ୍ଟାର୍ଟ ହେଇଥିଲା ଭାରତରେ ନାଗରିକମାନଙ୍କର ଅଧିକାର ଉପରେ ଆଲୋଚନା କରିବାର ସମୟ। ତ ସେଇଟା ନାସିକ ସତ୍ୟାଗ୍ରହ ହିଁ ଷ୍ଟାର୍ଟ ହେଇଥିଲା, ଯେଉଁଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଏ। ଯଦିଓ ମନ୍ଦିର ପ୍ରବେଶର ତୁରନ୍ତ ଲକ୍ଷ୍ୟ ହାସଲ ହୋଇନଥିଲା, ତଥାପି ଏହି ଆନ୍ଦୋଳନ ଜାତିବାଦ ଏବଂ ସାମାଜିକ ଅନ୍ୟାୟ ବିଷୟରେ ସଚେତନତା ଉଲ୍ଲେଖିତ ଭାବରେ ବୃଦ୍ଧି କରିଥିଲା। ତ ଏହାଦ୍ୱାରା ତ ମନ୍ଦିର ପ୍ରବେଶ କରିବାଟା ହେଇନଥିଲା, କିନ୍ତୁ ସମାଜରେ ବହୁତ ଗୁଡ଼ିଏ ଚେଞ୍ଜେସ୍ ଆଣିଥିଲା। ଏହା ଭାରତୀୟ ନାଗରିକ ଅଧିକାର ଆନ୍ଦୋଳନର ଏକ ଐତିହାସିକ ବିଷୟ ହୋଇଗଲା ଏବଂ ସମାଜ ସଂସ୍କାର ପାଇଁ ସେ ଗୋଟେ ସମାନ ଆନ୍ଦୋଳନ ଗୁଡ଼ିକୁ ସେ ପ୍ରେରଣା ଦେଇଥିଲା। କିନ୍ତୁ ଦେଖ, କିଛି ଲାଭ ପାଇଲାନି ସିନା, ସାମାଜିକରେ କ'ଣ ସାମାଜିକ ଅନ୍ୟାୟ ବିଷୟରେ ଏବଂ ଭାରତୀୟ ନାଗରିକ ଗୁଡ଼ିକ ମାନେ ଭାରତୀୟ ଲୋକମାନଙ୍କ ନାଗରିକ ଗୁଡ଼ିକ ବିଷୟରେ ମଧ୍ୟ ସେ ଗୋଟେ ଉଲ୍ଲେଖନୀୟ ଭାବେ ସେଇଟା ବୃଦ୍ଧି କରିଥିଲା। ତାପରେ ଡିସେମ୍ବର 25, 1927ରେ ମହାଡ଼ରେ ସତ୍ୟାଗ୍ରହୀମାନଙ୍କର ଏକ ସମ୍ମିଳନୀ ଡକାଗଲା। ତ ଡିସେମ୍ବର 25, 1927 ମସିହାରେ ଗୋଟେ ସମ୍ମିଳନୀ ଡକାଗଲା ମହାଡ଼ରେ। ସେ ଡିସେମ୍ବର 25, 1927 ଜାତି ବ୍ୟବସ୍ଥାର ପ୍ରତୀକାତ୍ମକ ପ୍ରତ୍ୟାଖ୍ୟାନ ସ୍ୱରୂପ ମନୁସ୍ମୃତି, ଯେଉଁଟା ଏହି ଜାତିଭିତ୍ତିକ ବୈଷମ୍ୟକୁ ଯଥାର୍ଥ କଥା ଏକ ହିନ୍ଦୁ ଆଇନ ସଂହିତା, ଯେଉଁଟା ଆମର ହେଉଛି ମନୁସ୍ମୃତି, ତାର ପ୍ରତିଲିପି ଗୁଡ଼ିକୁ ସର୍ବସାଧାରଣ ପଢ଼ି ଦେଇଥିଲେ କି ନା ଆମ୍ବେଦକର। ତ ସେ ପଢ଼ି ଦେଇଥିଲେ। ତ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଡକ୍ଟର ଆମ୍ବେଦକରଙ୍କ ଅସ୍ପୃଶ୍ୟଙ୍କ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଉତ୍ପୀଡ଼ନକୁ ସମର୍ଥନ କରିବା ଭାବରେ ଦେଖିଥିଲେ। ତ ଏହି ସମ୍ମିଳନୀ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ପିଲାମାନେ, କାରଣ ଡକ୍ଟର ଆମ୍ବେଦକର ଅସ୍ପୃଶ୍ୟଙ୍କ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଉତ୍ପୀଡ଼ନକୁ ସମର୍ଥନ କରିବା ଭାବରେ ଦେଖିଥିଲେ। ଏହି କାର୍ଯ୍ୟ ଜାତି ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ, ସମାନତା ଏବଂ ସାମାଜିକ ନ୍ୟାୟ ପାଇଁ ଦଳିତ ସଂଘର୍ଷର ପ୍ରତୀକ ଥିଲା। ତ ଏଇ ଯେଉଁ କାର୍ଯ୍ୟଟା ବା ଏଇ ଯେଉଁ ସମ୍ମିଳନୀଟା ଜାତି ବ୍ୟବସ୍ଥାକୁ କ'ଣ ଥିଲା ନା ପ୍ରତ୍ୟାଖ୍ୟାନ କରିଥିଲା, ସମାନତା ଏବଂ ସାମାଜିକ ନ୍ୟାୟ ଉପରେ ସେ ଦଳିତ ସଂଘର୍ଷର ପ୍ରତୀକ ଥିଲା। ସେ ବିଭିନ୍ନ ଆନ୍ଦୋଳନ, ସାମ୍ବିଧାନିକ ବ୍ୟବସ୍ଥା ଏବଂ ଏକ ବ୍ୟାପକ ଆଇନଗତ ଢାଞ୍ଚାର ବିକାଶ ମାଧ୍ୟମରେ ଦଳିତଙ୍କ ପାଇଁ ଅଧିକାର ପାଇଁ ଓକିଲାତି କରିଥିଲେ। ସେ ମଧ୍ୟ କ'ଣ ଦଳିତଙ୍କ ଅଧିକାର ପାଇଁ ଓକିଲାତି ମଧ୍ୟ କରିବାକୁ ପଛେଇ ନଥିଲେ। ତ ବହୁତ ଗୁଡ଼ିଏ କାର୍ଯ୍ୟ କରିଛନ୍ତି ପିଲାମାନେ ସେ ଦଳିତମାନଙ୍କ ପାଇଁ। ତ ଆମ୍ବେଦକର ଲଣ୍ଡନରେ ଗୋଲଟେବୁଲ ସମ୍ମିଳନୀରେ ଦଳିତଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ଏବଂ ସଂରକ୍ଷଣ ପାଇଁ ସମର୍ଥନ କରିଥିଲେ, ଯାହାର ଲକ୍ଷ୍ୟ ଥିଲା ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ। ତ କ'ଣ କହିଥିଲେ ନା ପିଲାମାନେ, ଗାନ୍ଧିଜୀ ନୁହଁ, ଆମ୍ବେଦକର ଲଣ୍ଡନରେ ଯେଉଁ ଗୋଲଟେବୁଲ ବୈଠକରେ ମିଶିଥିଲେ ବା ସମ୍ମିଳନୀରେ ସେ ଯେଉଁ ଯୋଗଦାନ କରିଥିଲେ, ସେ ଦଳିତମାନଙ୍କ ପାଇଁ ଗୋଟେ ପୃଥକ ନିର୍ବାଚନ ମଣ୍ଡଳୀ ଏବଂ ତାଙ୍କୁ ଅଲଗା ସଂରକ୍ଷଣ ବ୍ୟବସ୍ଥା ଦିଆଯାଉ ବୋଲି ସମର୍ଥନ କରିଥିଲେ, ଯେଉଁଟାକି ସେମାନେ ରାଜନୈତିକ ପ୍ରତିନିଧିତ୍ୱ ପାଇଁ ସାହାଯ୍ୟ କରିଥିଲା। ସେ 1932ରେ ମହାତ୍ମା ଗାନ୍ଧୀଙ୍କ ସହିତ ପୁନା ଚୁକ୍ତିରେ ସ୍ୱାକ୍ଷର କରିଥିଲେ, ଯାହା ବିଧାନସଭା ସଂସ୍ଥାଗୁଡ଼ିକରେ ଦଳିତଙ୍କ ପାଇଁ ସ୍ଥାନ ଚୟନକୁ ସହଜ କରିଥିଲା। ସେ ତ ଗାନ୍ଧୀ ସହିତ କ'ଣ ନା ପୁନା ଚୁକ୍ତି ସ୍ୱାକ୍ଷର କରିଥିଲେ, ଯାହାଫଳରେ ଦଳିତମାନଙ୍କ ପାଇଁ ଯେଉଁ ସ୍ଥାନ ସଂରକ୍ଷଣକୁ ସେଇଟା ସହଜ କରିଥିଲା। ମହାତ୍ମା ଗାନ୍ଧୀ ଏବଂ ଡକ୍ଟର ବିଆର୍ ଆମ୍ବେଦକରଙ୍କ ମଧ୍ୟରେ 1932 ମସିହାରେ ହୋଇଥିବା ଏକ ଚୁକ୍ତିନାମା, ଯାହା ପୁନା ଚୁକ୍ତି ନାମରେ ଜଣାଶୁଣା, ତାହା ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଦଳିତଙ୍କ ପ୍ରତିନିଧିତ୍ୱ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ଥିଲା। ତ ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଦଳିତମାନଙ୍କ ପାଇଁ ଯେଉଁ ପ୍ରତିନିଧିତ୍ୱଟାର ସମସ୍ୟା ସମାଧାନ କେଉଁଟା ଥିଲା ନା ଏହି ପୁନା ଚୁକ୍ତିନାମାଟା। ଏହା ଜାତି ପ୍ରତି ସେମାନଙ୍କର ଦୃଷ୍ଟିକୋଣ ଏବଂ ଦଳିତ ବା ଅସ୍ପୃଶ୍ୟ ବର୍ଗର ରାଜନୈତିକ ଅଧିକାର ମଧ୍ୟରେ ସଂଘର୍ଷ ସେଇଟା ପ୍ରତିଫଳିତ କରିଥିଲା। କ'ଣ ନା ପିଲାମାନେ, ଏଇ ଯେଉଁ
ପୁନା ଚୁକ୍ତିଟା କ'ଣ ନା ଜାତି ପ୍ରତି ଦୃଷ୍ଟିକୋଣ ହେଲା, ଦଳିତମାନଙ୍କର ଦୃଷ୍ଟିକୋଣ ବା ଦଳିତ ବା ଅସ୍ପୃଶ୍ୟ ବର୍ଗର ରାଜନୈତିକ ଅଧିକାର ମଧ୍ୟରେ ସଂଘର୍ଷ ସେଇଟା ପ୍ରତିଫଳିତ କରିଥିଲା। ତ ହଁ, ଗାନ୍ଧିଜୀ ସାମାଜିକ ଏବଂ ଆଧ୍ୟାତ୍ମିକ ସଂସ୍କାର ଉପରେ ଗୁରୁତ୍ୱ ଦେଇଥିଲେ। ଅପରପକ୍ଷରେ ଆମ୍ବେଦକର ଦଳିତ ପାଇଁ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସମାନ ଅଧିକାର ପାଇଁ ସେ ସମର୍ଥନ କରିଥିଲେ। ଏହି ଚୁକ୍ତିନାମା ଏକ ଆପୋଷ ରାଜିନାମାରେ ପରିଣତ ହୋଇଗଲା ଏବଂ ଯାହାଦ୍ୱାରା କି ଦଳିତମାନଙ୍କର ପୃଥକ ନିର୍ବାଚନ ମଣ୍ଡଳୀ ରହିବ ନାହିଁ, ବରଂ ସେମାନଙ୍କର ଜନସଂଖ୍ୟା ଆଧାରରେ ବିଧାନସଭାରେ ସଂରକ୍ଷଣ ସ୍ଥାନ ରହିବ। ତ କ'ଣ ହେଲା ନା ଏଇ ନିୟମଟା ବା ଏଇ ଚୁକ୍ତିନାମାଟା ଗୋଟେ ଆପୋଷ ରାଜିନାମାରେ ସେଇଟା ପରିଣତ ହୋଇଗଲା ବା ଉଭୟଙ୍କ ଭିତରେ ଗୋଟେ ବୁଝାମଣା ହେଲା ଯେ ସେମିତି କିଛି ପୃଥକ ନିର୍ବାଚନ ମଣ୍ଡଳୀ ରହିବ ନାହିଁ, କିନ୍ତୁ ସେମାନଙ୍କ ପାଇଁ କ'ଣ ବିଧାନସଭାରେ ଗୋଟେ ସଂରକ୍ଷଣ ସ୍ଥାନ ରହିବ। ତ ତାପରେ ଦେଖିବେ ପିଲାମାନେ, ବିଆର୍ ଆମ୍ବେଦକର ସୀମାନ୍ତ ସମ୍ପ୍ରଦାୟ ବିଶେଷ କରି ଦଳିତଙ୍କ ଅଧିକାର ଏବଂ ଉନ୍ନତି ପାଇଁ ଅନେକ ସଂଗଠନ ପ୍ରତିଷ୍ଠା କରିଥିଲେ। ତ ଯେଉଁ ଦଳିତମାନଙ୍କର ଅଧିକାର ପାଇଁ ବା ଦଳିତମାନଙ୍କର ଉନ୍ନତି ପାଇଁ ସେ ଅନେକ ସଂଗଠନ ଗଠନ ବା ପ୍ରତିଷ୍ଠା କରିଥିଲେ। କିଏ ନା ଆମ୍ବେଦକର। ଏଥିରେ ବହିଷ୍କୃତ ହିତକାରିଣୀ ସଭା, ସ୍ୱାଧୀନ ଶ୍ରମିକ ଦଳ, ଅନୁସୂଚିତ ଜାତି ଫେଡେରେସନ୍ ଏବଂ ଭାରତୀୟ ରିପବ୍ଲିକାନ ପାର୍ଟି ଅନ୍ତର୍ଭୁକ୍ତ। ତ ଏ ଯେଉଁ ହିତକାରିଣୀ ସଭା, ସ୍ୱାଧୀନ ଶ୍ରମିକ ଦଳ ଏଗୁଡ଼ିକ ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଗୋଟେ ଦଳ ମାନେ ବା ପାର୍ଟି ଯାହାକୁ ଆମେ କହୁଛୁ, ଯିଏକି ଦଳିତମାନଙ୍କର ଅଧିକାର ଉନ୍ନତି ପାଇଁ ମଧ୍ୟ କ'ଣ ସଂଗଠନ ପ୍ରତିଷ୍ଠା କରିଥିଲା। ସେ ଡିପ୍ରେସଡ୍ କ୍ଲାସେସ୍ ଆସୋସିଏସନ୍, ପିପୁଲ୍ସ ଏଜୁକେସନ୍ ସୋସାଇଟି ଏବଂ ଅଲ୍ ଇଣ୍ଡିଆ ସିଡ୍ୟୁଲ୍ କାଷ୍ଟ ଫେଡେରେସନ୍ ମଧ୍ୟ ପ୍ରତିଷ୍ଠା କରିଥିଲେ। ତ ସେ ବହୁତ ଗୁଡ଼ିଏ ମାନେ କ'ଣ ଦଳିତଙ୍କ ଅଧିକାର ପାଇଁ ବା ଉନ୍ନତି ପାଇଁ ବହୁତ ଗୁଡ଼ିଏ ଦଳ ବା ବହୁତ ଗୁଡ଼ିଏ ସମ୍ମିଳନୀରେ ଯୋଗଦାନ କରିଥିଲେ ଏବଂ ସେ କେମିତି ଦଳିତମାନେ ନିଜ ଅଧିକାର ପାଇବେ ତା ସେଥିପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତ ସୀମାନ୍ତ ସମ୍ପ୍ରଦାୟ ଶିକ୍ଷା ଏବଂ ସାମାଜିକ ବିକାଶକୁ ଆଗକୁ ବଢ଼ାଇବା ଉପରେ ଧ୍ୟାନ ଦେଇ 1924 ମସିହାରେ ବହିଷ୍କୃତ ହିତକାରିଣୀ ସଭା ମଧ୍ୟ ପ୍ରତିଷ୍ଠା ହୋଇଥିଲା। ତ ସେଭଳି ଭାବରେ ଦେଖୁ ପିଲାମାନେ 1936 ମସିହାରେ ପ୍ରତିଷ୍ଠିତ ସ୍ୱାଧୀନ ଶ୍ରମିକ ଦଳ ବିଶେଷ କରି ଦଳିତଙ୍କ ଅଧିକାର ଏବଂ କଲ୍ୟାଣ ଉପରେ ଗୁରୁତ୍ୱ ଦେଇ ଶ୍ରମିକ ବର୍ଗର ସମର୍ଥନ ସେ କରିବାକୁ ଚେଷ୍ଟା କରିଥିଲା। ତ ସେ ଶ୍ରମିକ ବର୍ଗର ସମର୍ଥନ କରିବାକୁ ଚେଷ୍ଟା କରିଥିଲା। ଏଇ ଯେଉଁ ସ୍ୱାଧୀନ ଶ୍ରମିକ ଦଳ ସେଇଟା ଗୋଟେ ଗଠନ କରାଗଲା। 1942 ମସିହାରେ ଆମ୍ବେଦକର ସ୍ୱାଧୀନ ଶ୍ରମିକ ଦଳକୁ ଅନୁସୂଚିତ ଜାତି ଫେଡେରେସନ୍ର ପୁନର୍ଗଠିତ କରିଥିଲେ, ଯାହାର ଲକ୍ଷ୍ୟ ଦଳିତଙ୍କୁ ରାଜନୈତିକ ଭାବରେ ପ୍ରତିନିଧିତ୍ୱ କରିବା ଏବଂ ସେମାନଙ୍କର ନାଗରିକ ଅଧିକାରକୁ ସୁରକ୍ଷିତ କରିବାର ଥିଲା। ତ ସେ କ'ଣ ନା ଯେଉଁ ଶ୍ରମିକ ଦଳକୁ ଅନୁସୂଚିତ ଜାତି ଫେଡେରେସନ୍ରେ ପୁନର୍ଗଠିତ କରିଦେଇଥିଲେ, ଯାହାଦ୍ୱାରା କି ସେଠାରେ ଦଳିତମାନଙ୍କୁ ବା ଦଳିତଙ୍କୁ ରାଜନୈତିକ ଭାବରେ ପ୍ରତିନିଧିତ୍ୱ କରିବା ଏବଂ ସେମାନଙ୍କ ନାଗରିକ ଅଧିକାରକୁ ସୁରକ୍ଷିତ କରିବା ଥିଲା। ପରବର୍ତ୍ତୀ ସମୟରେ ଆମ୍ବେଦକରଙ୍କ ସମର୍ଥକମାନଙ୍କ ଦ୍ୱାରା ଭାରତୀୟ ରିପବ୍ଲିକାନ ପାର୍ଟି ଗଠନ କରାଯାଇଥିଲା, ଯାହା ଦଳିତ ଗୋଷ୍ଠୀର ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ଜାରି ରଖିଥିଲା। ହେଲା, ତ ଏଇଟା ସେମିତି ଗୋଟେ ବହୁତ ଗୁଡ଼ିଏ ପାର୍ଟି ଗୁଡ଼ିଏ ଗଢ଼ି ଉଠିଥିଲେ, ଯେଉଁଟାକି ଦଳିତ ଏବଂ ଅସ୍ପୃଶ୍ୟମାନଙ୍କ ପାଇଁ ବହୁତ ଗୁଡ଼ିଏ ଲାଭଦାୟକ ଥିଲା ବା ସେମାନଙ୍କ ସମାଜ ବା ସେ ଅଧିକାର ପାଇବାରେ ସେମାନେ ଯୋଗ୍ୟ ବିବେଚିତ ହେଲେ ବା ତାଙ୍କୁ ସମାଜରେ ଗୋଟେ ଭଲ ସ୍ଥାନ ଦିଆଗଲା। ତାପରେ ଆସିଲା ମହାତ୍ମା ଗାନ୍ଧୀ। ତ ମହାତ୍ମା ଗାନ୍ଧୀଙ୍କ ବିଷୟରେ ପିଲାମାନେ ଆମେ ଜାଣିବା। ତ ଦେଖିବା ପିଲାମାନେ, ମହାତ୍ମା ଗାନ୍ଧୀ 1920 ମସିହାରେ ଅସହଯୋଗ ପ୍ରସ୍ତାବରେ ସ୍ୱରାଜ୍ୟ ହାସଲ ପାଇଁ ଅସ୍ପୃଶ୍ୟତାର ଉଚ୍ଛେଦ ଅତ୍ୟାବଶ୍ୟକ ବୋଲି ଦାବି କରି ଅସ୍ପୃଶ୍ୟତା ପ୍ରସଙ୍ଗକୁ ସାଧାରଣ ଆଲୋଚନାରେ ପ୍ରମୁଖ ସ୍ଥାନକୁ ଆଣିବାରେ ଚେଷ୍ଟା କରିଥିଲେ। ତ ମହାତ୍ମା ଗାନ୍ଧୀ କ'ଣ କରିଥିଲେ ପିଲାମାନେ ନା ଅସହଯୋଗ ପ୍ରସ୍ତାବରେ ତ ସ୍ୱରାଜ୍ୟ ହାସଲ ସେ ଯଦି ଆମେ ଅସହଯୋଗ କରିବା ଇଂରେଜମାନଙ୍କୁ, ତାହେଲେ ଆମେ କ'ଣ ଆମେ ସ୍ୱରାଜ୍ୟ ହାସଲ କରିପାରିବା। ତ ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ ନା ଅସ୍ପୃଶ୍ୟତାର ଉଚ୍ଛେଦ କରିବାକୁ ପଡ଼ିବ। ତ ସେ ଅସ୍ପୃଶ୍ୟତାକୁ ସାମାଜିକ ବ୍ୟାଧି ଭାବରେ ନିନ୍ଦା କରିଥିଲେ, କିନ୍ତୁ ବର୍ଣ୍ଣାଶ୍ରମ ଧର୍ମ କିମ୍ବା ଜାତି ବ୍ୟବସ୍ଥାକୁ ସେ ସମର୍ଥନ କରି ଚାଲିଥିଲେ। ସେ ଅସ୍ପୃଶ୍ୟତା ଗୋଟେ ସାମାଜିକ ବ୍ୟାଧି ଭାବରେ ନିନ୍ଦା କରୁଥିଲେ। ହେଲା, ଅସ୍ପୃଶ୍ୟତାକୁ ସେ ନିନ୍ଦା କରୁଥିଲେ, କିନ୍ତୁ ସେ ଯେଉଁ ବର୍ଣ୍ଣାଶ୍ରମଟାକୁ ସେ ସମର୍ଥନ କରୁଥିଲେ। ଗାନ୍ଧୀ ମୁଖ୍ୟତଃ ଅସ୍ପୃଶ୍ୟତା ଦୂର କରିବା ପାଇଁ ତାଙ୍କ ପ୍ରୟାସରେ ଏକ ଧାର୍ମିକ ଆଭିମୁଖ୍ୟ ଅବଲମ୍ବନ କରିଥିଲେ। ତ ଜାତି ବ୍ୟବସ୍ଥାକୁ ଭାଙ୍ଗିବା ଏବଂ ସାମାଜିକ ସମାନତା ହାସଲ କରିବା ପାଇଁ ତାଙ୍କ ବ୍ୟାପକ ଅଭିଯାନ ଅଂଶ ଭାବରେ ଜାତି ନିର୍ବିଶେଷ ସମସ୍ତ ହିନ୍ଦୁଙ୍କ ପାଇଁ ମନ୍ଦିର ପ୍ରବେଶକୁ ଦୃଢ଼ ସମର୍ଥନ ସେ କରିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ନିମ୍ନଜାତି ଲୋକମାନେ ମନ୍ଦିର ପ୍ରବେଶକୁ ବାରଣ କରିବା ଏକ ପ୍ରକାର ଭେଦଭାବ ଏବଂ ହିନ୍ଦୁ ଧର୍ମର ନୀତି ପ୍ରତି ସେ ବିଶ୍ୱାସଘାତ ହେଉଥିଲା। ତ ସେ କ'ଣ ବିଶ୍ୱାସ କରୁଥିଲେ ନା ପିଲାମାନେ, ଯେଉଁ ନିମ୍ନଜାତି ଲୋକମାନଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରିବା, ତାଙ୍କୁ ମନ୍ଦିରକୁ ପ୍ରବେଶ କରିବାକୁ ନ ଦେବା, ସେ ଗୋଟେ ପ୍ରକାର ଭେଦଭାବ ଦେଖାଦେଉଛି ଏବଂ ହିନ୍ଦୁ ଧର୍ମର ନୀତି ପ୍ରତି ସେ ଗୋଟେ ବିଶ୍ୱାସଘାତକ ଥିଲା। ଏ ବିଶ୍ୱାସ ତାଙ୍କୁ ଭାଇକମ୍ ସତ୍ୟାଗ୍ରହ ସମେତ ମନ୍ଦିର ପ୍ରବେଶ ପାଇଁ ବିଭିନ୍ନ ଆନ୍ଦୋଳନ, ତ ମନ୍ଦିର ପ୍ରବେଶ କରିବା ପାଇଁ ବହୁତ ଗୁଡ଼ିଏ ଆନ୍ଦୋଳନ ହୋଇଥିଲା ପିଲାମାନେ। ତ ସେଥିରେ ଏହାକୁ ଅଂଶଗ୍ରହଣ ଏବଂ ସମର୍ଥନ କରିବା ପ୍ରେରଣା ଦେଇଥିଲା। ତ ସେ ମଧ୍ୟ ମନ୍ଦିରରେ ପ୍ରବେଶ ଏବଂ ମନ୍ଦିର ପ୍ରବେଶ ପାଇଁ ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ବା ସେ ସମର୍ଥନ ମଧ୍ୟ କରିବା ତାଙ୍କୁ ପ୍ରେରଣା ମିଳିଥିଲା ଏଇ ଜିନିଷଟା। ତ ଆମ୍ବେଦକରଙ୍କ ପରେ ଗାନ୍ଧୀ ଏବଂ କଂଗ୍ରେସକୁ ପ୍ରକୃତ ପ୍ରସଙ୍ଗକୁ ଲୁଚାଇ ଦେଉଥିବା ଅଭିଯୋଗ କରିଥିଲେ ଏବଂ ଦଳିତମାନଙ୍କ ପାଇଁ ଏକ ପୃଥକ ରାଜନୈତିକ ପରିଚୟ ପାଇଁ ଦାବି ଦଳିତ ରାଜନୈତିକ ଗୋଷ୍ଠୀ ଏବଂ କଂଗ୍ରେସ ମଧ୍ୟ ସମ୍ପର୍କରେ ଏକ ଜଟିଳ ପ୍ରସଙ୍ଗ ହୋଇଯାଇଥିଲା। କ'ଣ ହେଇଥିଲା ନା
ସେପ୍ଟେମ୍ବର 1932ରେ ସାମ୍ପ୍ରଦାୟିକ ପୁରସ୍କାର ଅସ୍ପୃଶ୍ୟଙ୍କ ପାଇଁ ପ୍ରଥମ ନିର୍ବାଚନ ମଣ୍ଡଳୀ ଅଧିକାରରୁ ସ୍ୱୀକୃତି ଦେବା ପରେ ମଧ୍ୟ ପାର୍ଥକ୍ୟ ଜାରି ରହିଥିଲା ଏବଂ ଗାନ୍ଧୀ ଏହାକୁ ବାତିଲ କରିବା ପାଇଁ ଆମରଣ ଅନଶନ ଆରମ୍ଭ କରିଥିଲେ। ତ କ'ଣ ହେଲା ନା, ଯେତେବେଳେ 1932 ସେପ୍ଟେମ୍ବରରେ ଯେଉଁ ସାମ୍ପ୍ରଦାୟିକ ପୁରସ୍କାର ଅସ୍ପୃଶ୍ୟ ପାଇଁ ତ ଯେଉଁ ପ୍ରଥମ ନିର୍ବାଚନ ମଣ୍ଡଳୀ ଅଧିକାରକୁ ସ୍ୱୀକୃତି ଦେବା ପାଇଁ ଯେତେବେଳେ ସ୍ୱୀକୃତି ମିଳିଗଲା ଯେ ତାଙ୍କୁ ଅଲଗା ନିର୍ବାଚନ ମଣ୍ଡଳୀ ଦିଆଯିବ, ତ ସେଥିରେ ମଧ୍ୟ କ'ଣ ଗୋଟେ ପାର୍ଥକ୍ୟ ଜାରି ହୋଇଥିଲା ଏବଂ ଗାନ୍ଧୀ ଏହାକୁ ବାତିଲ କରିବା ପାଇଁ ଅନଶନ ଆରମ୍ଭ କଲେ। ତ ଆମ୍ବେଦକରଙ୍କ ପାଖରେ ମହାତ୍ମା ଗାନ୍ଧୀଙ୍କ ଜୀବନ ରକ୍ଷା ପାଇଁ ନୈତିକ ଚାପ ନିକଟରେ ଆତ୍ମସମର୍ପଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ତ ଗାନ୍ଧୀଙ୍କ ଜୀବନ ରକ୍ଷା ପାଇଁ ସେ କ'ଣ ଆମ୍ବେଦକରଙ୍କ ପାଖରେ ସେ ଗାନ୍ଧୀଙ୍କ ଜୀବନଟା ଥିଲା। ତ ସେ ତାଙ୍କ ନୈତିକ ଚାପ ନିକଟରେ ସେ ଆତ୍ମସମର୍ପଣ କରିବା ପାଇଁ ଆଉ କିଛି ନଥିଲା ଏବଂ ସେ ଏକ ଆପୋଷ ପନ୍ଥା ଗ୍ରହଣ କରିଥିଲେ। ତାଙ୍କ ଆଙ୍କ ଭିତରେ କଥାବାର୍ତ୍ତା ହେଲା ଯାହାକି ପୁନା ଚୁକ୍ତି ନାମରେ ଜଣାଶୁଣା। ତ ଯାହା ମିଳିତ ଦେଖ, ତ ଇଏ ମନା କରୁଥିଲେ, ମାନେ ବାତିଲ କରିବା ପାଇଁ ଚାହୁଁଥିଲେ। ପ୍ରଥମ ନିର୍ବାଚନ ପାଇଁ କିଏ ମନା କରୁଥିଲେ ନା ଗାନ୍ଧୀ। ତ ଏଥିପାଇଁ ଆମ୍ବେଦକରଙ୍କ ଏବଂ ଗାନ୍ଧୀ ଭିତରେ ଟିକେ ପଡ଼ିଲାନି। ତାପରେ ଆପୋଷ ବୁଝାମଣା ଦ୍ୱାରା ଗୋଟେ ପୁନା ଚୁକ୍ତି ସ୍ୱାକ୍ଷର ହେଲା, ଯାହାଫଳରେ କ'ଣ ନା ଅନୁସୂଚିତ ଜାତି ପାଇଁ ସେ 51ଟି ସଂରକ୍ଷିତ ସ୍ଥାନ ରହିବ। ତ ମନ୍ଦିର ପ୍ରବେଶ ଆନ୍ଦୋଳନ ଏବଂ ଗାନ୍ଧୀଙ୍କ ହରିଜନ ଅଭିଯାନ ପ୍ରତି ଦେଶବ୍ୟାପୀ ସମର୍ଥନ ଥିଲା। ନବପ୍ରତିଷ୍ଠିତ ହରିଜନ ସେବକ ସଂଘର କାର୍ଯ୍ୟକଳାପ ସମ୍ପର୍କରେ ଗାନ୍ଧୀ ଏବଂ ଆମ୍ବେଦକରଙ୍କ ମଧ୍ୟରେ ସହଯୋଗ ଥିଲା, କିନ୍ତୁ ଖୁବ୍ ଶୀଘ୍ର ପୁଣି ମତଭେଦ ଦେଖାଦେଲା। କିନ୍ତୁ କଂଗ୍ରେସ ଓ ଆମ୍ବେଦକର ପୁଣି ଅଲଗା ହେବାକୁ ଲାଗିଲେ। ଦେଖ, କଂଗ୍ରେସ ଆମ୍ବେଦକର ମିଶିଥିଲେ, ପୁଣି ଥରେ କଂଗ୍ରେସ ବେଳେ କିଏ ମହାତ୍ମା ଗାନ୍ଧୀ। ତ ମହାତ୍ମା ଗାନ୍ଧୀ ଏବଂ ଆମ୍ବେଦକରଙ୍କ ବିଷୟରେ ଟିକେ ଆଉଥରେ ପୁଣି ଥରେ ଅଲଗା ହେବାକୁ ଲାଗିଲେ। ତ ଆଗାମୀ ନିର୍ବାଚନରେ ସଂରକ୍ଷିତ ଆସନ ଜିତିବା ପାଇଁ ଦଳିତ ଭୋଟରମାନଙ୍କୁ ସଂଗଠିତ କରିବା ପାଇଁ ତାଙ୍କୁ ଏକ ରାଜନୈତିକ ମୋର୍ଚ୍ଚାର ଆବଶ୍ୟକତା ଥିଲା। ତ କ'ଣ ନା, ତ ଦଳିତମାନଙ୍କୁ ବା ଦଳିତ ଭୋଟରଙ୍କୁ ସଂଗଠିତ କରିବା ପାଇଁ ତାଙ୍କୁ ଏକ ରାଜନୈତିକ ମୋର୍ଚ୍ଚାର ଆବଶ୍ୟକତା ଥିଲା। ଏଥିପାଇଁ ଆମ୍ବେଦକର ମାର୍ଚ୍ଚ 1935ରେ ଅଲ୍ ଇଣ୍ଡିଆ ଡିପ୍ରେସେଡ୍ କ୍ଲାସେସ୍ ଲିଗ୍ ପ୍ରତିଷ୍ଠା କରିଥିଲେ, ଯାହାର ସଭାପତି ଥିଲେ ବିହାରର ଜଣେ ଜାତୀୟ ଦଳୀୟ ନେତା ଜଗଜୀବନ ରାମ। ତ ସେ କ'ଣ କରୁଥିଲେ ନା ପିଲାମାନେ, ଯେଉଁ ଗୋଟେ ମୋର୍ଚ୍ଚାର ଆବଶ୍ୟକତା ଥିଲା ବୋଲି ସେ ଭାବିଲେ। ତ ସେ ଆମ୍ବେଦକର ମାର୍ଚ୍ଚ 1935ରେ ଅଲ୍ ଇଣ୍ଡିଆ ଡିପ୍ରେସେଡ୍ କ୍ଲାସେସ୍ ଲିଗ୍ ଗୋଟେ ପ୍ରତିଷ୍ଠା କଲେ, ଯାହାର ସଭାପତି ଥିଲେ କି ନା ଜଗଜୀବନ ରାମ। ତ ଦଳିତମାନଙ୍କ ପ୍ରତି ଗାନ୍ଧୀଙ୍କ ଆଭିମୁଖ୍ୟକୁ ସେମାନଙ୍କୁ ହିନ୍ଦୁ ଧର୍ମ ଅଧୀନକୁ ଆଣିବାର ଏକ ପ୍ରୟାସ ଭାବରେ ସେଇଟା ବ୍ୟାଖ୍ୟା କରାଯାଇପାରେ। ତ ସେମାନଙ୍କ ସ୍ଥିତିକୁ ଉନ୍ନତି କରିବା ଏବଂ ଅସ୍ପୃଶ୍ୟତା ଦୂର କରିବା ପାଇଁ ତାଙ୍କର ପ୍ରକୃତ ପ୍ରୟାସକୁ ସ୍ୱୀକାର କରିବା ଗୁରୁତ୍ୱପୂର୍ଣ୍ଣ ଥିଲା। ତ ତାଙ୍କର କାର୍ଯ୍ୟଗୁଡ଼ିକ ଏକ ଅଧିକ ସମାନ ଏବଂ ନ୍ୟାୟପୂର୍ଣ୍ଣ ସମାଜ ସୃଷ୍ଟି କରିବା ପାଇଁ ଲକ୍ଷ୍ୟରେ ରଖାଯାଇଥିବା ଏକ ବୃହତ ସାମାଜିକ ସଂସ୍କାର ଆନ୍ଦୋଳନ ଗୋଟେ ଅଂଶ ଥିଲା ଏବଂ ଦଳିତ ସମେତ ସମସ୍ତ ଲୋକଙ୍କ ସମାନତା ଏବଂ ସମ୍ମାନ ଉପରେ ତାଙ୍କର ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲା। ତ ମହାତ୍ମା ଗାନ୍ଧୀ ଭାରତୀୟ ଲୋକଙ୍କ ଏକତାର ଦୃଢ଼ତାରେ ବିଶ୍ୱାସ କରୁଥିଲେ ଏବଂ ଧର୍ମ କିମ୍ବା ଜାତି ଉପରେ ଆଧାରିତ ଯେକୌଣସି ପ୍ରକାର ବିଭାଜନର ବିରୋଧ, ସେ ବିଭାଜନଟି ପିଲାମାନେ ବିରୋଧ କରୁଥିଲେ। କିନ୍ତୁ ଆମର ପାକିସ୍ତାନ ଏବଂ ଭାରତ ପାକିସ୍ତାନ ବିଭାଜନ ସେ ରୋକିପାରିଲେ ନାହିଁ। ସେ ଦଳିତମାନଙ୍କୁ ହିନ୍ଦୁମାନଙ୍କଠାରୁ ଏକ ପୃଥକ ସମ୍ପ୍ରଦାୟ ଭାବରେ ଦେଖିନଥିଲେ ଏବଂ ସେ ପୃଥକ ନିର୍ବାଚନ ମଣ୍ଡଳୀ ଧାରଣା ବିରୋଧରେ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ, ଯାହା ତାଙ୍କର ବିଶ୍ୱାସ ଥିଲା ଯେ ଏହା ହିନ୍ଦୁ ସମାଜକୁ ଆହୁରି ବିଭାଜିତ କରିଦେବ ଏବଂ ଏହାର ଏକତାକୁ ଦୁର୍ବଳ କରିଦେବ। ଯଦି ଏମିତି ଅଲଗା ଅଲଗା ଗୋଟେ ନିର୍ବାଚନ ମଣ୍ଡଳୀ ଦରକାର ହେଇଯିବ, ତାହେଲେ ଭାରତୀୟର ଯେଉଁ ହିନ୍ଦୁ ଧର୍ମ ଯେଉଁ ଏକତାଟା ସେଇଟା ଦୁର୍ବଳ ହୋଇପଡ଼େ। ତ ସେଥିପାଇଁ ସେ ପୃଥକ ନିର୍ବାଚନ ମଣ୍ଡଳୀ ପାଇଁ ଟିକେ ବିରୋଧ କରୁଥିଲେ। ତ ଯାହାକି ଆମ୍ବେଦକରଙ୍କୁ ସେଇଟା ଭଲ ଲାଗିନଥିଲା। ତ ଆଜି ପାଇଁ ପିଲାମାନେ କ୍ଲାସ୍ 2 ରଖିବା, ପରବର୍ତ୍ତୀ କ୍ଲାସ୍ରେ ଦେଖିବା କି ଦକ୍ଷିଣରେ ବ୍ରାହ୍ମଣ ବିରୋଧୀ ଆନ୍ଦୋଳନ କ'ଣ। ତ ରହୁଛି ପିଲାମାନେ, ଜୟ ଜଗନ୍ନାଥ।